ସାଙ୍ଗମାନେ ଆପଣମାନେ କୌଣସି ବି ମୋବାଇଲରେ ଜିମେଲ୍ ଆକାଉଣ୍ଟ କେମିତି ବନେଇବେ ମୁଁ ଆଜି ଆପଣମାନଙ୍କୁ ପୁରା ଇଜି ପ୍ରୋସେସ୍ କହିବି। ଆପଣମାନେ ଜିମେଲ୍ ଆକାଉଣ୍ଟ ବୋଲନ୍ତୁ କିମ୍ବା ଇମେଲ୍ ଆକାଉଣ୍ଟ ବୋଲନ୍ତୁ କିମ୍ବା ଗୁଗୁଲ ଆକାଉଣ୍ଟ ବୋଲନ୍ତୁ, ଏ ସବୁ କିଛି ଗୋଟେ, କିଛି ବି ଅଲଗା ନୁହେଁ। ତ ଚାଲନ୍ତୁ କେମିତି ବନେଇବେ ମୁଁ ଆପଣମାନଙ୍କୁ କହୁଛି। এই ଯାଏଁ ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯଦି ସବସ୍କ୍ରାଇବ୍ କରିନାହାନ୍ତି ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଫାଷ୍ଟ ଆପଣମାନେ ନିଜର ଜିମେଲ୍ ଓପନ୍ କରିବେ। ଜିମେଲ୍ ଓପନ୍ କରିସାରିଲା ପରେ ରାଇଟ୍ ସାଇଡ୍ ଟପ୍ରେ ଥିବା ପ୍ରୋଫାଇଲ୍ ବଟନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ଆଡ୍ ଏନାଦର ଆକାଉଣ୍ଟ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ଗୁଗୁଲ ଅପସନ୍ ଉପରେ କ୍ଲିକ୍ କରିବେ, କାହିଁକିନା ଜିମେଲ୍ ଆକାଉଣ୍ଟଟି ଗୁଗୁଲ ରହିଥାଏ, ସେଥିପାଇଁ ଆପଣ ଏଠି ଗୁଗୁଲ ଅପସନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ନିଜର ପାସୱାର୍ଡ କିମ୍ବା ଫିଙ୍ଗର ପ୍ରିଣ୍ଟ ଦେଇକି ଆପଣ ଏଠି କନଫର୍ମ କରିଦେବେ। ଦେନ୍ ଆପଣମାନେ କ'ଣ କରିବେ ନା ତଳେ ଥିବା କ୍ରିଏଟ୍ ଆକାଉଣ୍ଟ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ଫର୍ ମାଇ ପର୍ସନାଲ ୟୁଜ୍ ଉପରେ କ୍ଲିକ୍ କରିବେ, କାହିଁକିନା ପ୍ରାୟ ଲୋକମାନେ ଗୁଗୁଲ ଆକାଉଣ୍ଟ ପର୍ସନାଲ ୟୁଜ୍ ପାଇଁ ବନାଇଥାନ୍ତି। ଦେନ୍ ଆପଣମାନେ ନିଜର ଏଠି ଫାଷ୍ଟ ନେମ୍ ଏବଂ ଲାଷ୍ଟ ନେମ୍ ଦେବେ। ଫର୍ ଏକ୍ଜାମ୍ପଲ୍ ମୁଁ ଏଠି ପ୍ରେମ କୁମାର ଦେଉଛି। ଆପଣମାନେ ଏଠି ନିଜର ନେମ୍ ଦେବେ। ନେମ୍ ଦେଇସାରିଲା ପରେ ଆପଣମାନେ କ'ଣ କରିବେ ନା ଏଠି ନେକ୍ସଟ ବଟନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ନିଜର ଡେଟ୍ ଅଫ୍ ବାର୍ଥ ଏବଂ ଜେଣ୍ଡର ଦେବେ। ଡେଟ୍ ଅଫ୍ ବାର୍ଥ ଏବଂ ଜେଣ୍ଡର ଦେଇସାରିଲା ପରେ ଆପଣମାନେ ଏଠି କ'ଣ କରିବେ ନା ତଳେ ଥିବା ନେକ୍ସଟ ବଟନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ନିଜର ନେମ୍ ଦେବେ। ଆପଣମାନେ ରିସେଣ୍ଟଲି ଯେଉଁ ନେମ୍ ଦେଇଥିଲେ ଆପଣ ଏଠି ସେଇ ନେମ୍ ଦେବେ। ଆପଣମାନେ ଏଠି ଚାହିଁଲେ ଲେଟର, ନମ୍ବର, ଫୁଲ୍ ଷ୍ଟପ୍ ମଧ୍ୟ ଆପଣ ଏଠି ୟୁଜ୍ କରିପାରିବେ। ତ ନେମ୍ ଦେଇସାରିଲା ପରେ ଆପଣମାନେ କ'ଣ କରିବେ ନା ନେକ୍ସଟ ବଟନ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଏଠି ଜିମେଲ୍ ଲେଖିଦେଇଛି ଦ୍ୟାଟ୍ ୟୁଜର ନେମ୍ ଇଜ୍ ଟେକେନ୍, ଅଲରେଡ଼ି ଏଇ ନେମ୍ରେ ଜିମେଲ୍ ଆକାଉଣ୍ଟ ବନିଯାଇଛି, ସେଥିପାଇଁ ନା ଏଇ ନେମ୍ରେ ଜିମେଲ୍ ଆକାଉଣ୍ଟ ନେଉନି। ତ ଆପଣମାନେ କିଛି ନମ୍ବର ଆଡ଼୍ କରିଦେବେ। ଦେଖନ୍ତୁ ଏଠି ଜିମେଲ୍ ଆକାଉଣ୍ଟ ଏଇ ନେମ୍ରେ ମଧ୍ୟ ଅଲରେଡ଼ି ଜିମେଲ୍ ଆକାଉଣ୍ଟ ବନିଯାଇଛି, ସେଥିପାଇଁ ଏଇଟା ବି ନେଉନି। ସେ ଗୋଟେ ମେଲ୍ ସଜେଷ୍ଟ କରୁଛି। ଆପଣମାନେ ଦେଖନ୍ତୁ ଏଠି ସେ ଗୋଟେ ମେଲ୍ ସଜେଷ୍ଟ କରୁଛି ଯେଉଁଟା ବି ଆଭେଲେବୁଲ୍ ଅଛି। ଦେଖନ୍ତୁ ଆପଣମାନେ କ'ଣ କରିବେ ନା ଏଇ ନେମ୍ ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିଲା ପରେ ଆପଣମାନେ କ'ଣ କରିବେ ନା ନେକ୍ସଟ ବଟନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ନିଜର ପାସୱାର୍ଡ ଦେବେ। ପାସୱାର୍ଡ ଦେଇସାରିଲା ପରେ ନେକ୍ସଟ ବଟନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଗେନ୍ ନେକ୍ସଟ ବଟନ୍ ଉପରେ କ୍ଲିକ୍ କରିବେ। ଦେନ୍ ଆପଣମାନେ କରିବେ ନା ସ୍କ୍ରଲ୍ କରି ପୁରା ଲାଷ୍ଟ ଉପରେ ଆସିବେ ଏବଂ ଏଠି ଆଇ ଏଗ୍ରି ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନଙ୍କର ଜିମେଲ୍ ଆକାଉଣ୍ଟଟି ବନିକି ରେଡ଼ି ଅଛି। ତ ଚାଲନ୍ତୁ ଆମେ ଚେକ୍ କରିବା ଯେ ଜିମେଲ୍ ଆକାଉଣ୍ଟଟି ହେଇଛି କି ନାହିଁ। ସେଥିପାଇଁ ଆପଣମାନେ କ'ଣ କରିବେ ନା ଆଗେ ପ୍ରୋଫାଇଲ୍ ବଟନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ଦେଖିବାର ଥିବ ଯେ ନୂଆରେ ଜିମେଲ୍ ଆକାଉଣ୍ଟ ବନେଇଥିବା ମେଲ୍ଟି ଏଠି ଆଡ଼୍ ହେଇଯାଇଛି।